ମହାନ ବ୍ୟକ୍ତି। ଥରେ ମଗଧର ରାଜା ନରସିଂହ ନାଥ ତାଙ୍କ ରାଜ୍ୟର ସବୁଠାରୁ ମହାନ ବ୍ୟକ୍ତି କିଏ ଜାଣିବାକୁ ଚାହିଁଲେ ଏବଂ ମହାମନ୍ତ୍ରୀ ଏହା ପଚାରିବା ପାଇଁ ଡାକରା ପଠାଇଲେ। ମହାମନ୍ତ୍ରୀ ଉତ୍ତର ଦେଲେ, ଆଜ୍ଞା ମଣିମା, ରାଜ୍ୟର ସମସ୍ତ ବ୍ୟକ୍ତି ମହାନ, ସମସ୍ତେ ଆବଶ୍ୟକ ସମୟରେ ସଜାଗ ହୋଇ ଉଠନ୍ତି ଏବଂ ଆମେ ଯାହା କହୁ କରିଥାନ୍ତି। ରାଜା ଏହି ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ। ସେ ସୁବୁଦ୍ଧିକୁ କହିଲେ, ମୁଁ ଏଥିରେ ଏକମତ ନୁହେଁ, ଏହା ପ୍ରମାଣିତ କର। ଆଜ୍ଞା ମଣିମା, ମୁଁ ଏହା ଉପଯୁକ୍ତ ସମୟରେ ପ୍ରମାଣିତ କରିବି। ସୁବୁଦ୍ଧି ଶାନ୍ତ ଭାବରେ ଉତ୍ତର ଦେଲେ। କିଛି ଦିନ ବିତିଗଲା। ରାଜା ନରସିଂହନାଥ ବିଦର୍ଭ ରାଜ୍ୟ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଲେ। ସେ ଏହି କଥା ଚିନ୍ତା କରିବା ମାତ୍ରେ ତାଙ୍କର ସେନାବାହିନୀକୁ ପ୍ରସ୍ତୁତ କଲେ ଏବଂ ଦୁଇ ରାଜ୍ୟର ସୀମାରେ ସମସ୍ତ ସତର୍କତାର ବ୍ୟବସ୍ଥା କଲେ। ରାଜା ନରସିଂହନାଥ ଏବଂ ମନ୍ତ୍ରୀ ସୁବୁଦ୍ଧି ବିଦର୍ଭ ରାଜ୍ୟରେ ଅବସ୍ଥା ଯାଞ୍ଚ କରିବା ପାଇଁ ଛଦ୍ମବେଶରେ ପ୍ରବେଶ କଲେ। ସେମାନେ ମାତ୍ର କେତେ ଦୂର ଯାଇଥିଲେ, ସୀମା ପାର କରିଯାଇଥାନ୍ତେ। ଏତିକିବେଳେ ଚୋର ସନ୍ଦେହ କରି ବିଦର୍ଭର ସୈନ୍ୟମାନେ ତାଙ୍କୁ ବନ୍ଦୀ କଲେ ଏବଂ କାରାଗାରରେ ନିକ୍ଷେପ କଲେ। ସେଠାରେ ସେହି କାରାଗାରରେ ମଧ୍ୟ ବାବୁଆ ନାମକ ଜଣେ ଚୋର ଥିଲା। ସେ ଲକ୍ଷ୍ୟ କଲା ଯେ ଦୁହେଁ ବେକରେ ଏବଂ ଗଳାରେ ମୂଲ୍ୟବାନ ଗହଣା ପିନ୍ଧିଛନ୍ତି। ସେ କୌଣସି ପ୍ରକାରେ ଚୋରି କରିବାକୁ ଚାହିଁଲା, କିନ୍ତୁ ବନ୍ଦୀଶାଳାରେ ରହିଥିବାରୁ ଏହା ସମ୍ଭବ ହେଲା ନାହିଁ। ସେ ତାର ଉଦ୍ଦେଶ୍ୟ ନିଜ ଭିତରେ ରଖିଲା, କିନ୍ତୁ ରାଜା ଓ ମନ୍ତ୍ରୀଙ୍କୁ କହିଲା ଯେ ସେ ସୂର୍ଯ୍ୟୋଦୟ ପୂର୍ବରୁ ଆଜି ରାତିରେ ବନ୍ଦୀଶାଳାରୁ ଖସି ପଳାଇବ। ଯଦି ସେମାନେ ଆଗ୍ରହୀ ତା ସହିତ ଯାଇପାରନ୍ତି। ରାଜା ଓ ମନ୍ତ୍ରୀ ଆନନ୍ଦର ସହିତ ଏହି କଥା ଗ୍ରହଣ କଲେ। ବାବୁଆ ସେମାନଙ୍କୁ କହିଲା ଯେ ସେ ବନ୍ଦୀ କୋଠରୀରେ ରହିଥିବା ଛୋଟିଆ ଝରକାର ଲୁହା ଗ୍ରିଲର ରଡ୍ ଭାଙ୍ଗିଦେବ। ସେ କହିଲା ଯେ ସେମାନେ ଜଣକ ପରେ ଜଣେ ଝରକାରୁ ଡେଇଁ ପଳାଇବେ। ନିଷ୍ପତ୍ତି ଅନୁଯାୟୀ ସେ ଛୋଟିଆ ଝରକାର ଗ୍ରିଲ ଭାଙ୍ଗିଲା। ସେ ପ୍ରଥମେ ଝରକା ଡେଇଁ ବାହାରକୁ ଗଲା, ତାପରେ ରାଜା ଓ ମନ୍ତ୍ରୀଙ୍କୁ ବାହାରକୁ ନେଲା ଏବଂ ଶେଷରେ ବବୁଆ ବନ୍ଦୀଶାଳାରୁ ବାହାରିଗଲା। ରାଜା ଏବଂ ମନ୍ତ୍ରୀ ସାହାଯ୍ୟ ପାଇଁ କୃତଜ୍ଞତା ସ୍ୱରୂପ ତାଙ୍କର ଅଳଙ୍କାର ବବୁଆକୁ ପ୍ରଦାନ କଲେ। ବବୁଆ ଏହା ଦେଖି ଆଶ୍ଚର୍ଯ୍ୟ ହେଲା। ସେ ସେମାନଙ୍କୁ ଧନ୍ୟବାଦ ଦେଇ ସେଠାରୁ ଚାଲିଗଲା। ରାତି ପାହି ନଥାଏ। ବନ୍ଦୀଶାଳା ସହର ବାହାରେ ଥିଲା, ତେଣୁ ରାଜା ଓ ମନ୍ତ୍ରୀ ଅନ୍ଧାରରେ ବାଟ ଭୁଲି ଜଙ୍ଗଲ ଭିତରେ ପଶିଗଲେ। ସେମାନେ ଜଙ୍ଗଲ ଭିତରେ ଚାଲି ଚାଲି ଯାଉଥିବା ସମୟରେ ଚିତା ବାଘଟିଏ ହଠାତ୍ ତାଙ୍କ ଉପରକୁ କୁଦା ମାରିଲା। ସେମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା, ତେଣୁ ସେମାନେ ନିଶ୍ଚିନ୍ତ ଥିଲେ ଯେ ସେମାନଙ୍କୁ ଚିତା ନିଶ୍ଚୟ ଖାଇଯିବ। ଭୟରେ ସେମାନେ ଚିତାକୁ ଡରାଇବା ପାଇଁ ବଡ଼ ପାଟିରେ ଚିତ୍କାର କଲେ। ତୁରନ୍ତ କିଛି ଆଦିବାସୀ ବ୍ୟକ୍ତି କୌଣସି ସ୍ଥାନରୁ ଆସି ସେଠାରେ ପହଞ୍ଚିଗଲେ। ସେମାନେ ତୀର ମାରି ତୁରନ୍ତ ଚିତାକୁ ହତ୍ୟା କଲେ ଏବଂ ତୁରନ୍ତ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ। ଏପରିକି ରାଜା ଓ ମନ୍ତ୍ରୀ ସେମାନଙ୍କୁ ପଚାରି ପାରିଲେ ନାହିଁ ଯେ ତୁମେ କିଏ। ସେମାନେ କେଉଁ ଭାଷାରେ କଥା ହେଉଥିଲେ ରାଜା ବୁଝିପାରିଲେ ନାହିଁ। ଭାଗ୍ୟକୁ ଧନ୍ୟବାଦ ଦେଇ ସେମାନେ ସାରା ଦିନ ଚାଲି ଚାଲି ସେମାନଙ୍କ ତମ୍ବୁ ନିକଟରେ ପହଞ୍ଚିଲେ। ଦିନ ଦିନର ଅକ୍ଲାନ୍ତ ପରିଶ୍ରମ କାରଣରୁ ରାଜା ଓ ମନ୍ତ୍ରୀ ଶିବିରକୁ ଫେରି କ୍ଳାନ୍ତ ହୋଇ ଗଭୀର ନିଦ୍ରାରେ ଶୋଇପଡ଼ିଲେ। ଅଧ ରାତିରେ ସେମାନଙ୍କ ଶିବିରରେ ନିଆଁ ଲାଗିଲା ଏବଂ ରାଜାଙ୍କର ଓ ମନ୍ତ୍ରୀଙ୍କର ତମ୍ବୁ ଆଡ଼କୁ ନିଆଁ ମାଡ଼ି ଆସିଲା। ରାଜା ଓ ମନ୍ତ୍ରୀ ନିଦରେ ଶୋଇଥିବାରୁ ଜାଣିପାରିଲେ ନାହିଁ। ଜଣେ ସୈନ୍ୟ ତୁରନ୍ତ ଦୌଡ଼ି ଯାଇ ରାଜା ଓ ମନ୍ତ୍ରୀଙ୍କୁ ତମ୍ବୁ ଭିତରୁ ଟାଣି ଆଣିଲା। ରାଜା ଓ ମନ୍ତ୍ରୀଙ୍କୁ ଆଦୌ ଆଘାତ ଲାଗିଲା ନାହିଁ। ସକାଳ ହେବା ମାତ୍ରେ ରାଜା ଘୋଷଣା କଲେ ଯେ ସେ ବିଦର୍ଭ ରାଜ୍ୟ ଉପରେ ଆକ୍ରମଣ କରିବାକୁ ଚାହାନ୍ତି ନାହିଁ, ରାଜଧାନୀକୁ ଫେରିଯିବାକୁ ଚାହାନ୍ତି। ରାଜା, ମନ୍ତ୍ରୀ ଓ ସୈନ୍ୟବାହିନୀ ସେହି ସ୍ଥାନରୁ ମଗଧ ଫେରିଆସିଲେ। ପ୍ରଧାନମନ୍ତ୍ରୀ ରାଜାଙ୍କୁ କହିଲେ, ଆଜ୍ଞା ମଣିମା, ଆପଣ ମୋତେ ପଚାରିଥିଲେ ଯେ ରାଜ୍ୟର ସବୁଠାରୁ ମହାନ ବ୍ୟକ୍ତି କିଏ। ମୁଁ ଆଜି ଆପଣଙ୍କୁ ସେହି ପ୍ରଶ୍ନ ପଚାରୁଛି। ଆପଣଙ୍କୁ ବନ୍ଦୀଶାଳାରୁ ରକ୍ଷା କରିଥିବା ଚୋରଟି ମହାନ ଥିଲା କି? ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଯେ କି ଆପଣଙ୍କୁ ଚିତାବାଘ କବଳରୁ ରକ୍ଷା କଲା, ସେ ମହାନ ଥିଲା କି? କିମ୍ବା ଯେଉଁ ସୈନ୍ୟ
ନିଜର ଜୀବନକୁ ବାଜି ଲଗାଇ ଆପଣଙ୍କୁ ନିଆଁ ମୁହଁରୁ ଉଦ୍ଧାର କଲା, ସେ ମହାନ ଥିଲା କି? ରାଜା ଉତ୍ତର ଦେଲେ, ସେମାନେ ସମସ୍ତେ ମହାନ। ଅନ୍ୟ ରାଜ୍ୟର ଲୋକେ ମଧ୍ୟ କିଛି କମ୍ ନୁହନ୍ତି। ଚୋର ଏବଂ ଆଦିବାସୀ ବ୍ୟକ୍ତିମାନେ ଏହାର ଉଦାହରଣ। ସେହି କାରଣରୁ ମୁଁ ମୋର ବିଦର୍ଭ ରାଜ୍ୟ ଉପରେ ଆକ୍ରମଣ କରିବାର ଯୋଜନା ପ୍ରତ୍ୟାହାର କଲି। ମୁଁ ଅନ୍ୟ କୌଣସି ରାଜ୍ୟର ନିରୀହ ପ୍ରଜାମାନଙ୍କୁ କଷ୍ଟ ଦେବାକୁ ଚାହେଁନା। ପ୍ରଧାନମନ୍ତ୍ରୀ ତାପରେ କହିଲେ, ମୁଁ ପ୍ରଥମ ଦିନ ହିଁ ଆପଣଙ୍କୁ କହିଥିଲି, ସମସ୍ତେ ନିଜ ନିଜର କାର୍ଯ୍ୟକୁ ନେଇ ମହାନ ହୋଇଥାନ୍ତି। ଏବେ ଆପଣ ମୋ ସହିତ ଏକମତ ହେଲେ ତ? ରାଜା ସମ୍ମତି ଜଣାଇଲେ। ପ୍ରଧାନମନ୍ତ୍ରୀ କହିଲେ, ଆପଣ ମନ ବଦଳାଇଲେ ଏବଂ ଶାନ୍ତିପ୍ରିୟ ଭାବରେ ରାଜୁତି କରିବାକୁ ବାଛିଲେ। ଆପଣ ଚାହିଁଥିଲେ ବିଦର୍ଭ ରାଜ୍ୟ ଆକ୍ରମଣ କରି ଜିଣି ପାରିଥାନ୍ତେ, କିନ୍ତୁ ଆପଣଙ୍କ ମନ ପରିବର୍ତ୍ତନ ହୋଇଥିବାରୁ ଏବେ ଆପଣ ହିଁ ସମସ୍ତଙ୍କଠାରୁ ମହାନ ମନେ ହେଉଛନ୍ତି। ମୋ ମତରେ କେବଳ ଆପଣ ହିଁ ରାଜ୍ୟର ସବୁଠାରୁ ମହାନ ବ୍ୟକ୍ତିତ୍ୱ। ରାଜା ମନ୍ତ୍ରୀଙ୍କୁ କୁଣ୍ଢାଇ ପକାଇ ଖୁବ୍ ଜୋରରେ ହସିଲେ।